ମହୋଦୟ ପ୍ରକାଶ ଭାଇ, ଉପସ୍ଥିତ ପୂଜ୍ୟ ଋତ୍ବିକ ଦେବତା ବୃନ୍ଦ, କର୍ମୀ ବୃନ୍ଦ, ଭାଇ ମା ଓ ସ୍ନେହର ପିଲାମାନେ, ଆଜି ସମସ୍ତଙ୍କୁ ମୁଁ ମୋର ହୃଦୟର ଗଭୀରତମ ପ୍ରଦେଶରୁ ଜୟଗୁରୁ ଜଣାଉଛି। ଆଜି ଗୋବିନ୍ଦପୁର ସତ୍ସଙ୍ଗ କେନ୍ଦ୍ର ଆନୁକୂଲ୍ୟରେ ଆଭାସୀ ସତ୍ସଙ୍ଗ। এই ସତ୍ସଙ୍ଗ ଆଜି 1546 ଦିନରେ ପହଞ୍ଚିଛି। ଏଡେ ବଡ ଅବଧି ଓଡିଶାରେ କୋଉଠି ନାହିଁ। 1546 ଦିନ, 1546 ଦିନ ହଉଛି 4 ବର୍ଷ 2 ମାସ 26 ଦିନ। ଦୀର୍ଘ ଦିନ ଧରି ଏ ସତ୍ସଙ୍ଗ ଆୟୋଜକ ମାନେ ବହୁ କଷ୍ଟ ସ୍ୱୀକାର କରି ଆଜି ପର୍ଯ୍ୟନ୍ତ ଲଗାତାର ଭାବରେ ଆକୁ ପରିଚାଳନା କରି ଆସୁଛନ୍ତି। ଏହା ଏକ ବଡ ସୌଭାଗ୍ୟର କଥା। ସର୍ବପ୍ରଥମେ କିଛି ଆଲୋଚନା କରିବା ପୂର୍ବରୁ ଏଇ ଯୋଉ ଭାଇମାନଙ୍କର ଯୋଉ ମହତି ପ୍ରଚେଷ୍ଟା, ଆମମାନଙ୍କୁ ଇଷ୍ଟଙ୍କ କଥା ଶୁଣିବା ପାଇଁ ଯୋଉ ସେମାନଙ୍କର ପ୍ରଚେଷ୍ଟା, ସେମାନଙ୍କର ସର୍ବବିଧ ମଙ୍ଗଳ ପାଇଁ ମୁଁ ପରମ ପିତାଙ୍କ ଶ୍ରୀଚରଣ ତଳେ ନିବେଦନ କରୁଛି, ସେମାନଙ୍କର ମଙ୍ଗଳ ହେଉ। ଗତକାଲି ମୋର ପରମ ଶ୍ରଦ୍ଧେୟ ବିଜ୍ଞାନ ଭାଇ କହିଲେ, ଦାଦା ଆପଣ କିଛି ଆଲୋଚନା କାଲି କରିବେ। ମୁଁ କହିଲି ଆମେ ତ ଆସି ସେ ବୟସର ଅପରାହ୍ନରେ ପହଞ୍ଚିଲୁଣୁ, ଆଉ ଫରଗେଟନେସ୍ ଆସିଲାଣି, ଆଉ ଆଲୋଚନା କଣ କରିବା? ଯଦି ଆପଣ କହୁଛନ୍ତି ତାଙ୍କର ଦୟା ହେଲେ କିଛି ହେଇପାରେ। ତେଣୁ ମୁଁ ତାଙ୍କୁ କଥା ଦେଇଥିଲି, ଆଜି ଯୋଗଦାନ କରିଛି। ବହୁ ଥର ମୁଁ ଏଇ ଚ୍ୟାନେଲରେ ଶ୍ରୀ ଠାକୁରଙ୍କ ଅଦ୍ଭୁତ ଭବଦର୍ଶ ଉପରେ ଆଲୋଚନା ରଖିଛି। ଆଉ ଆଜି ପର୍ଯ୍ୟନ୍ତ ଆପଣ ଯେତେ କଥା ଶୁଣିଛନ୍ତି, ଠାକୁରଙ୍କର କିଛି ଆଉ ଶୁଣିବା ଜିନିଷ ବାକି ନାହିଁ। ବିଭିନ୍ନ ଆଲୋଚକ ମାନଙ୍କ ମାଧ୍ୟମ ଦେଇ ଆପଣ ସବୁ ଶୁଣିଛନ୍ତି। ଏଇ ଯେ ପ୍ରକାଶ ଭାଇ ଆପଣଙ୍କ ସାମ୍ନାରେ ବସିଛନ୍ତି, ଆଜି ଆମର ପ୍ରିଜାଇଡିଂ କରୁଛନ୍ତି, ସେ ଜଣେ ବିଶିଷ୍ଟ ଆଲୋଚକ, ଖୁବ ସୁନ୍ଦର ଆଲୋଚକ। ସେ ସବୁ ପ୍ରତିଭାର ଅଧିକାରୀ। ସେ କୀର୍ତ୍ତନ କରିପାରନ୍ତି, ଭଜନ କରିପାରନ୍ତି, ସୁନ୍ଦର ଭାବରେ ଆଲୋଚନା କରିପାରନ୍ତି। ଏବଂ ଆପଣ ଭିତରେ ବହୁ ଜ୍ଞାନୀ ଗୁଣୀ ଅଛନ୍ତି। ମୋର କହିବା ଭିତରେ ଯେ ତ୍ରୁଟି ଥାଇପାରେ, ଆପଣଙ୍କର ମହତ ଗୁଣରେ ମତେ କ୍ଷମା କରିବେ। ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ହେଉଛନ୍ତି ଏ ଯୁଗର ପୁରୁଷୋତ୍ତମ। ପୁରୁଷୋତ୍ତମ ସେତେବେଳେ ଆସନ୍ତି ପୃଥ୍ୱୀ ପୃଷ୍ଠରେ ଯେତେବେଳେ ମଣିଷର ଜୀବନ ବ୍ୟର୍ଥତାର ପର୍ଯ୍ୟବେସିତ ହୁଏ। ଠାକୁର ତାଙ୍କ ମୁହଁ ଦେଇ କହୁଛନ୍ତି, ସବ୍ ସତ୍ତାର ସାର ସତ୍ତା ପୁରୁଷୋତ୍ତମ ତାରେ ବୋଲେ, ବ୍ୟର୍ଥ ହେଲେ তোমার ଜୀବନ ସାର୍ଥକତାଇ ଧରେ ତୁଲେ। ଯେତେବେଳେ ମଣିଷର ଜୀବନ ବ୍ୟର୍ଥତାର ପର୍ଯ୍ୟବେସିତ ହୁଏ, ମଣିଷ ଜୀବନ ଯେତେବେଳେ କ୍ଷୀଣମିନ ହେଇଯାଏ, ମଣିଷ ଯେତେବେଳେ ଦୁଃଖ ଦୁର୍ବିପାକରେ ଭାଙ୍ଗି ପଡେ, ଯେତେବେଳେ ସାହାରା ପାଏ ନା, ସେଇ ମୁହୂର୍ତ୍ତରେ ସେ ଡାକେ ପରମ ପୁରୁଷଙ୍କୁ, ପରମ ପିତାଙ୍କୁ। ପରମ ପିତା ତାଙ୍କର ଭକ୍ତମାନଙ୍କ ଡାକରେ ସେ ପୃଥ୍ୱୀ ପୃଷ୍ଠରେ ଅବତୀର୍ଣ୍ଣ ହୁଅନ୍ତି ଏବଂ ସବୁ ସତ୍ତାରେ ସେ ବିଦ୍ୟମାନ ରହି ମଣିଷର ଆକାଂକ୍ଷିତ ମଙ୍ଗଳ ଯାହା କଲେ ତାର ସୁଖ ଶାନ୍ତି ଆନନ୍ଦରେ ରହିପାରିବ, ତାହା ତା ଭିତରେ ଭରି ଦିଅନ୍ତି। ତେଣୁ ସିଏ ଆସିଛନ୍ତି ଏ ଯୁଗରେ ଯୁଗ ପୁରୁଷୋତ୍ତମ ରୂପରେ। ଜଣେ ପ୍ରଫେସର ହରାଡ, ବିଶ୍ୱବିଖ୍ୟାତ ପ୍ରଫେସର ହରାଡ, ସେ କହିଥିଲେ, ଇଂଲିଶରେ କହିଥିଲେ, ମୁଁ ତ ଓଡିଆରେ ଆପଣମାନଙ୍କ ପାଖରେ କହିବା ପାଇଁ ଚାହୁଁଛି। ସେ କହିଲେ, ବିଶ୍ୱବକ୍ଷେ ଭାରତ ବର୍ଷେ ବଙ୍ଗ ପ୍ରଦେଶେ ଏଭଳି ଜଣେ ମହାମାନବଙ୍କର ଜନ୍ମ ହେବ, ଯାହାଙ୍କର ସତନାମ ମଣିଷକୁ ରକ୍ଷା କରିବାରେ ସାହାଯ୍ୟ କରିବ। ସେ ଆସିଛନ୍ତି ଏ ଯୁଗ ପୁରୁଷୋତ୍ତମ ରୂପରେ ପୃଥ୍ୱୀ ପୃଷ୍ଠରେ ଆସିଛନ୍ତି। ଏ ଯୁଗର ସନ୍ଦିକ୍ଷଣରେ, ଯୁଗର ପ୍ରୟୋଜନରେ ସେ ଆସିଛନ୍ତି ଏବଂ ମଣିଷ ଜାତିକି ବିଶେଷ ଭାବରେ ସେ ଉଦ୍ବୁଦ୍ଧ କରି ମଣିଷ ଭିତରେ ଥିବା ମନୁଷ୍ୟତ୍ୱ ପରେ ଦେବତ୍ୱ, ତା ଭିତରେ ଠାକୁରତ୍ୱ ଜାଗ୍ରତ କରିବା ପାଇଁ ସେ ପ୍ରଚେଷ୍ଟା କରିଛନ୍ତି। ତେଣୁ ସେ ପ୍ରତିଷ୍ଠା କରିଛନ୍ତି ସତ୍ସଙ୍ଗ। ସତ୍ସଙ୍ଗ ଆଭିମୁଖ୍ୟ ରଖିଛନ୍ତି ପ୍ରତ୍ୟେକ ମଣିଷ ଚରିତ୍ରକୁ ପରିବର୍ତ୍ତନ କରିବା। ଏଭ୍ରି ମ୍ୟାନ୍ ଇଜ ଟୁ ବି ରିଫର୍ମଡ, ଏଭ୍ରି ହାଉସ ଇଜ ଟୁ ବି ରିକନଷ୍ଟ୍ରକ୍ଟେଡ। ପ୍ରତ୍ୟେକ ମଣିଷକୁ ସୁସଂସ୍କୃତ କରିବା, ପ୍ରତ୍ୟେକ ଘରକୁ ତିଆରି କରିବା, ସେ ଠାକୁରଙ୍କର ତାଙ୍କର ଦର୍ଶନ ରହୁଛି ଅଭିପ୍ରେତ। ଏବଂ ଏ ମଣିଷ ଆଜି ଆପଣମାନେ ଦେଖୁଛନ୍ତି ବିଭିନ୍ନ ସମ୍ପ୍ରଦାୟରେ ଅଛନ୍ତି। ମୁସଲମାନ ଅଛନ୍ତି, ଖ୍ରୀଷ୍ଟିଆନ ଅଛନ୍ତି, ଆଉ ବିଭିନ୍ନ ସମ୍ପ୍ରଦାୟର ଲୋକ ସବୁ ଆମ ପୃଥ୍ୱୀ ପୃଷ୍ଠରେ ଅଛନ୍ତି। ଠାକୁରଙ୍କ ଦର୍ଶନ ଏ ମଣିଷ ପାଇଁ ଯେତେବେଳେ ଅଭିପ୍ରେତ, ଯେ ମୁସଲମାନ ପାଇଁ ପ୍ରୟୋଜନ, ଖ୍ରୀଷ୍ଟିଆନ ପାଇଁ ପ୍ରୟୋଜନ, ଶିଖ ପାଇଁ ପ୍ରୟୋଜନ, ହିନ୍ଦୁ ପାଇଁ ପ୍ରୟୋଜନ, ସମସ୍ତଙ୍କ ପାଇଁ ପ୍ରୟୋଜନ।
ତେଣୁ ଠାକୁର ଏଇ ଅନୁଷ୍ଠାନ କଲେ, ଅନୁଷ୍ଠାନର ନାଁ ଅନ୍ୟ କିଛି ସାମ୍ପ୍ରଦାୟିକ ଭିତରେ କିଛି ନ ଦେଇ ତା ନାଁ ଦେଲେ ସତ୍ସଙ୍ଗ, ଏବଂ ତାର ଆଭିମୁଖ୍ୟରେ କଲେ ସତ୍ସଙ୍ଗ ଚାହେଁ ମଣିଷ, ସେ ହିନ୍ଦୁ ହଉ ବା ମୁସଲମାନ ହଉ ବା ଖ୍ରୀଷ୍ଟିଆନ ବା ଯିଏ ହଉ। ତେଣୁ ମଣିଷ ଚରିତ୍ରର ପରିବର୍ତ୍ତନ କରିବା ପାଇଁ ଠାକୁରଙ୍କର ସତ୍ସଙ୍ଗର ଯୋଉ ଭାବାଦର୍ଶ, ଏହି ହଉଛି ଠାକୁରଙ୍କର ନୀତି ନିୟମ ଆଦର୍ଶ କଥା ଏଇ ସତ୍ସଙ୍ଗ ମାଧ୍ୟମ ଭିତରେ ଦେଇକିରି ଅଛି। ଆପଣ ଜାଣିଛନ୍ତି ଦୁନିଆରେ, ଆପଣ ଯଦି ଦୁନିଆ ସୃଷ୍ଟି ହେଲା, ପୃଥିବୀ ସୃଷ୍ଟି ହେଲା, ବିଶ୍ୱ ସୃଷ୍ଟି ହେଲା, ବିଶ୍ୱରେ ପ୍ରଥମେ ଦିଟା ଜିନିଷ ଆପଣ ଦେଖିବାକୁ ପାଇଲେ, ଗୋଟେ ହଉଛି ଜଡ ଆଉ ଗୋଟେ ହଉଛି ଜୀବନ। ଜଡ କଥା ବାଦ ଦିଅନ୍ତୁ, ଜୀବନଟାକୁ ଆପଣ ହାତକୁ ନିଅନ୍ତୁ। ଜୀବନ ଭିତରେ ଆପଣ ଦିଟା ଉପାଦାନ ପାଇଲେ, ଗୋଟେ ଉପାଦାନ ହଉଛି ଉଦ୍ଭିଦ ଜଗତ, ଆଉ ଗୋଟେ ହଉଛି ପ୍ରାଣୀ ଜଗତ। ଉଦ୍ଭିଦ ଜଗତ ବାଦ ଦିଅନ୍ତୁ, ପ୍ରାଣୀ ଜଗତ ଆପଣ ହାତକୁ ନିଅନ୍ତୁ। ପ୍ରାଣୀ ଜଗତରେ ଆପଣ ଦିଟା ଉପାଦାନ ପାଇଲେ, ଗୋଟେ ହଉଛି ପଶୁ ଜଗତ ଆଉ ଗୋଟେ ହଉଛି ମଣିଷ ଜଗତ। ଆପଣ ପଶୁ ଜଗତ ବାଦ ଦିଅନ୍ତୁ, ମଣିଷ ଜଗତକୁ ଆପଣ ଚିନ୍ତା କରନ୍ତୁ, ହାତକୁ ନିଅନ୍ତୁ, ତା ଦେହରେ ମଧ୍ୟ ଦିଟା ଉପାଦାନ ଆପଣ ପାଇଲେ। ସେ ଉପାଦାନ ଦିଟା ହଉଛି, ଜଣେ ପୁରୁଷ ଆଉ ଜଣେ ହଉଛି ନାରୀ। ଏଇ ପୃଥିବୀରେ ଯେତେ ଅଛନ୍ତି ପୁରୁଷ ନାରୀ, ଏ ସମସ୍ତଙ୍କର ସର୍ବାଙ୍ଗୀନ ମଙ୍ଗଳ ପାଇଁ, ସୁସୁଷ୍ଠୁ ଜୀବନ ପାଇଁ, ଆନନ୍ଦମୟ ଜୀବନ ପାଇଁ ଶ୍ରୀ ଶ୍ରୀ ଠାକୁରଙ୍କର ଦର୍ଶନ ଆଜି ଅଭିପ୍ରେତ। ତେଣୁ ସତ୍ସଙ୍ଗ ଆଜି ପୃଥିବୀର ସର୍ବଶ୍ରେଷ୍ଠ ମହତୀ ଅନୁଷ୍ଠାନ, ଧର୍ମୀୟ ଅନୁଷ୍ଠାନ। ତାଠାରୁ ବଡ ଅନୁଷ୍ଠାନ ପୃଥିବୀ ପୃଷ୍ଠରେ କିଛି ନାହିଁ। ତେଣୁ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଜୈନ, ବୌଦ୍ଧ ନିର୍ବିଶେଷରେ ସମସ୍ତେ ସତ୍ସଙ୍ଗ ଭିତରକୁ ଆସୁଛନ୍ତି, କାରଣ ସମସ୍ତେ ଚାହୁଁଛନ୍ତି ବଞ୍ଚିବା ପାଇଁ। ତେଣୁ ଠାକୁର ଯୋଉ କଥା କହିଲେ ତା ଭିତରେ ହଉଛି ତାଙ୍କ ଦର୍ଶନ ହଉଛି ଜୀବନବାଦ ଦର୍ଶନ, ଏକ୍ଜିଷ୍ଟେଲିଆନିଜିମ୍, ମାନେ ଜୀବନ ବାଦ, ଯାହା ଭିତରେ ଜୀବନ ଅଛି ତାପରେ ଠାକୁର ଦର୍ଶନ ଦେଇଛନ୍ତି। ତେଣୁ ଆମ ପୃଥିବୀରେ ଯାହାର ସବୁ ଜୀବନ ଅଛି, ପୃଥିବୀରେ ସମସ୍ତେ ବଞ୍ଚିବା ପାଇଁ ଚାହୁଁଛନ୍ତି, ବଢିବା ପାଇଁ ଚାହୁଁଛନ୍ତି, ତେଣୁ ଠାକୁରଙ୍କ ଆଡେ ମୁହାଁଇଛନ୍ତି। ତେଣୁ ଠାକୁର ଧର୍ମ ସମ୍ପର୍କରେ କହୁଛନ୍ତି, ବାଞ୍ଚା ବଢାର ମର୍ମ ଯା ଧର୍ମ ବୋଲି ଜାନିସ୍ତା। ତେଣୁ ସମସ୍ତେ ଆମେ ବଞ୍ଚିବା ବଢିବା ପାଇଁ ଚାହୁଁ, ତେଣୁ ସତ୍ସଙ୍ଗର ଆଶ୍ରୟ ଗ୍ରହଣ କରିବା ନିଶ୍ଚୟ ପ୍ରୟୋଜନ ଅଛି। ଯାହା କଥାକୁ ମେଲେଇବା ପାଇଁ ଚାହୁଁନି, ମତେ ବିଜ୍ଞାନ ଭାଇ କହିଥିଲେ କି ଆପଣଙ୍କର ଅନୁଭୂତି ଆପଣ କହିବେ। ବର୍ତ୍ତମାନ ଆଚାର୍ଯ୍ୟ ଦେବ ବାର ବାର କହୁଛନ୍ତି, ଯେତେବେଳେ ତମେ କିଛି ଆଲୋଚନା କରିବ ଠାକୁରଙ୍କୁ ଧରି, ତୁମର କଣ ଅନୁଭବ ହେଇଛି, ତୁମେ କଣ ଅନୁଭୂତି ସାଉଁଟିଛ, ସେସବୁ ଉପରେ ଆଲୋଚନା କଲେ ବହୁତ ଭଲ ହୁଏ। ଆଚାର୍ଯ୍ୟ ଦେବ ବାରମ୍ବାର ଏ ପ୍ରସଙ୍ଗରେ କହିଛନ୍ତି। ତେଣୁ କାଲି ମଧ୍ୟ ବିଜ୍ଞାନ ଭାଇ ମତେ ସେଇ କଥା କହିଲେ, ଆପଣ କାଲି ଅନୁଭୂତି କଥା ଆପଣଙ୍କର କହିବେ। ବୋଲେ ଭାଇ ଚେଷ୍ଟା କରିବି ଅନୁଭୂତିର କଥା। ଆଚ୍ଛା, ବର୍ତ୍ତମାନ ଶ୍ରାବଣୀ ଚାଲିଛି। ଏଇ ଶ୍ରାବଣୀ ଭିତରେ ଟିକେ ପଦେ ମୋ ମାଙ୍କ କଥା, ଠାକୁରଙ୍କ କଥା କହିବି। ଶ୍ରୀ ଶ୍ରୀ ବଡଦାଙ୍କର ଗତକାଲି ମହାପ୍ରୟାଣ ଇଏ ଥିଲା, ଆପଣ ମାନେ ସବୁ ଜାଣିଛନ୍ତି। କାଲି ଆମର ନଗେନ ଭାଇ ତମ ଗାଁ ଲୋକ, ମତବାଜପୁର, ଆମର କଟକ ମତବାଜପୁର ନୁହେଁ, ଆମର ହଉଛି ଜଗତସିଂହପୁର ମତବାଜପୁର। ଗାଁରେ ମନ୍ଦିର ଅଛି, ଆପଣ ମାନେ ସବୁ ଜାଣିଛନ୍ତି। ଯାହା ହଉ କହୁଥିଲେ, ସେ ଯାହା କହିଛନ୍ତି ମୁଁ ତାକୁ ବାଦ ଦେଇକିରି ଅନ୍ୟ କଥା କହିବି। ବାହାଘର ଠାକୁରଙ୍କର ହେଇଯାଇଛି, ପୁରା ନେକେଡ ଭାଷାରେ ମୁଁ କହିପାରେ, ଅତି ଇଏରେ। ତେଣୁ ବାହାଘର ହେଇଯାଇଛି, ଦୀର୍ଘ ଦିନ ଯାଇଛି। ବାହାଘର ପରେ ସମସ୍ତେ ଆଶା କରନ୍ତି ସଂସାରରେ ଗୋଟେ କୁନି କୁନି ପିଲା ଆସୁ, ଗୋଟେ କୁଆଁ କୁଆଁ ରାବ ହଉ। ଦେଖାଯାଇଛି ଅନେକ ଦିନ, 4-5 ବର୍ଷ ପର୍ଯ୍ୟନ୍ତ ମାଙ୍କ କୋଳରେ କିଛି ପିଲା ଛୁଆ ଆସିନି। ତାଙ୍କ ସାଙ୍ଗରେ ବାହା ହେଇଥିବା ବହୁତ ଲୋକଙ୍କର ମାଙ୍କର ସବୁ ଛୁଆ ପିଲା ହେଲେଣି, କୁଆଁ କୁଆଁ ରାବ ହେଲେଣି ସେମାନଙ୍କ ଘରେ। ସମସ୍ତେ ଭାବୁଛନ୍ତି ଚକ୍ରବର୍ତ୍ତୀ ଘର ବୋହୂ ଯିଏ ଆସିଲା, ତାର କଣ ପିଲା ଛୁଆ କିଛି ତାପରେ ହଉନି, ସେ କଣ ବନ୍ଧେଆ, ଏଇ ଟାଇପର ଟୁପୁର ଟାପୁର ସବୁ ହୁଅନ୍ତି। ଏସବୁ କଥା ମାଙ୍କ କାନରେ ପଡେ। ଯେତେବେଳେ କଥା ଶୁଣିଲା ପରେ, ଯେକୌଣସି ମା ହେବା ପାଇଁ ଯୋଉ ଆକର୍ଷଣ, ସେ କଥା ମାଙ୍କ ମନ, ସେ ଦୁଃଖ ହେଲେ ବି ସେ ତାଙ୍କ କଥା ଶୁଣନ୍ତି ନାହିଁ। କାରଣ ସେ ଜାଣିଛନ୍ତି ଯାହା ହେଲେ ପିଲାଟିଏ ରହିବ ଗର୍ଭରେ, ସେ ପର୍ଯ୍ୟନ୍ତ ତା ସମ୍ଭବ ହେଇପାରିନି। ଠାକୁର ଭୋଳାନାଥ ଠାକୁର ପ୍ରତି ମୁହୂର୍ତ୍ତରେ ସାଧନ ଭଜନ ଭିତରେ ଦେଇ ଚାଲିଛନ୍ତି। ତାଙ୍କୁ ସେ ଅସୀମ, ତାଙ୍କୁ ସସୀମ କରିବା କଷ୍ଟ। ଠାକୁର ଅସୀମ ଯখন ସସୀମ হয়, ସୀମାଇଲନ ଟାନ, ବୃତ୍ତିଭେଦୀ ଟାନ ହେଲେ ଦେଖିବେ ଭଗବାନ ସେ ଅସୀମ। ସେ ସସୀମ ହେବେ, ପୃଥିବୀ ପୃଷ୍ଠକୁ ଆସିବେ, ପୁଣି ସେ ଦେହମୁଖୀ ହେବେ, ପୁଣି ଲିଙ୍ଗମୁଖୀ ହେବେ, ତାପରେ ଯାଇ ପିଲା ଜନ୍ମ ହବ। ସାଧାରଣତଃ ବ୍ୟାପାର ଏଇ କଥାଟା। ତେଣୁ ଶ୍ରୀ ଶ୍ରୀ ଠାକୁରଙ୍କୁ ଧୀରେ ମା କହିଲେ ଆପଣ ତ କୀର୍ତ୍ତନରେ ବ୍ୟସ୍ତ, ଆଉ ଆପଣଙ୍କର ପ୍ରତିଭା ମତେ ଜଣେଇ ଦିଅନ୍ତୁ, ମୁଁ ଯାହାକୁ ଦେଖି, ମାନେ ଯାହାକୁ ପାଇ ମୁଁ ଖୁସି ହେଇପାରିବି। ଠାକୁର ମାଙ୍କ କଥା ଶୁଣି ଫିସକିରି ହସିକିରି ଚାଲିଗଲେ। ପୁଣି ଆଉ ଦିନେ କହିଲେ, ସେ କହିଲେ ଯଦି ତମେ ଚାହୁଁଛ ତାହେଲେ ତ ମାଙ୍କୁ କୁହ। ମା କହିଲେ, ଯେଉଁ କଥା ଶାଶୁ ସ୍ୱାମୀଙ୍କ ଆଗରେ କୁହାଯାଇପାରେ,
ତା କଣ ମୁଁ ମୋ ଶାଶୁ ଆଗରେ କହିପାରିବି? ତଥାପି ଚେଷ୍ଟା କଲେ। ଦିନେ ମାଆକୁ ସେବା ଦଉଛନ୍ତି, ମୁଡି ଦଉଛନ୍ତି। ତାଙ୍କର ଏ କଥା ଭାବି ଭାବି ଆଖିରେ ଲୁହ ଗଡିଛି। ମାଆଙ୍କ ଗୋଟେ ଯେତେବେଳେ ଲୁହ ପଡିଛି, ଗରମ ଲାଗିଛି, ସେ କହୁଛନ୍ତି ବୋହୁ କଣ ହେଲା, କାଞ୍ଚୁ କାହିଁକି ମା? ସେ କହୁଛନ୍ତି, କହିଲେ ସେ କଥା କହିଲେ କହିଲେ ମୋର ଏମିତି ଗୋଟେ ପିଲା ଦରକାର ଖୋଲିକିରି କହିଦେଲେ। କିଛି ଦିନ ଯାଇଛି, ଠାକୁର ଖାଇ ପିଇ ସାରିଛନ୍ତି, ହାତ ପୋଛିଛନ୍ତି, ମା ଅଛନ୍ତି, ମନମୋହନ ଦେବୀ ଅଛନ୍ତି। ସେ କହିଲେ ଏ ଅନୁକୂଳ, ବୋହୁ ମା কে କେତେ ছেলে দাও। তো ଠାକୁର ଏ କଥା ଶୁଣିଲେ ହସିକି ଚାଲିଗଲେ। ଠାକୁର ଲେଖିଛନ୍ତି, ଗୋଟେ ମନର ମଣିଷ ବହି ଅଛି, ତା ସୁଶୀଲ ଚନ୍ଦ୍ର ବସୁ ବୋଲି ଜଣେ ଠାକୁରଙ୍କର ଯିଏ ପ୍ରେସିଡେଣ୍ଟ ଥିଲେ ସେତେବେଳେ, ତତ୍କାଳୀନ ପ୍ରେସିଡେଣ୍ଟ ଥିଲେ ସତ୍ସଙ୍ଗର, ଠାକୁରଙ୍କର ଅତି ପ୍ରିୟ ଭାଜନ ମନର ମଣିଷ ବହିରେ ସେ ଗୋଟେ ଲେଖିଛନ୍ତି। ସେ ଲେଖିଛନ୍ତି ଠାକୁର ସେ ଆସି ଠାକୁର ଗୋଟେ ପିଲା ଜନ୍ମ ଦିଆହେବ, ଠାକୁର ପୁଣି ନୂତନ ଭାବରେ ଠାକୁର ହେଇକିରି ଆସିବେ। ଏଥିପାଇଁ ଠାକୁରଙ୍କୁ ଆଦିର ସହ ସମ୍ପର୍କିତ ବହୁ ବହି ପାଠ କରିବା ପାଇଁ ପଡିଛି, ବହୁ କଥା ସେ ଭାବିଛନ୍ତି। ଆଉ ସେ ଯିଏ ଆସିଛନ୍ତି, ସେ ଶ୍ରୀ ଶ୍ରୀ ବଡଦା ଆସିଛନ୍ତି, ପ୍ରଥମ ସନ୍ତାନ ତାଙ୍କର। ଶ୍ରୀ ଶ୍ରୀ ବଡଦା ଏ ଯୁଗର ହଉଛନ୍ତି ଯୁଗାଚାର୍ଯ୍ୟ, ଠାକୁର ହଉଛନ୍ତି ଯୁଗ ପୁରୁଷୋତ୍ତମ, ଶ୍ରୀ ଶ୍ରୀ ବଡଦା ହଉଛନ୍ତି ଯୁଗାଚାର୍ଯ୍ୟ। ଯୁଗାଚାର୍ଯ୍ୟ ଅର୍ଥାତ୍ ଏ ଯୁଗରେ ଯାହା ଆଚରଣର ପ୍ରୟୋଜନ ଅଛି, ଯାହା ଠାକୁର ତାଙ୍କର ସତ୍ୟାନ୍ୱେଷଣ ମାଧ୍ୟମରେ କହିଛନ୍ତି, ଶ୍ରୀ ଶ୍ରୀ ବଡଦା ଜୀବନ୍ତ ସତ୍ୟାନ୍ୱେଷଣ ମାଧ୍ୟମରେ ସବୁ ପ୍ରତିପାଦିତ କରିଛନ୍ତି। ତେଣୁ ସେ ହଉଛନ୍ତି ଏ ଯୁଗର ଯୁଗାଚାର୍ଯ୍ୟ। ତେଣୁ ସେଇ ଦିନ ଠାରୁ ଆମର ସୃଷ୍ଟି ହେଇଛି, ଆମର ଆର୍ଯ୍ୟ ପରମ୍ପରା ଭିତରେ ଦେଇକିରି ଆମର ଆଚାର୍ଯ୍ୟ ପରମ୍ପରା। କି ଆଚାର୍ଯ୍ୟ ପରମ୍ପରା ଭିତରେ ଦେଇ ଠାକୁର ନିଜେ ବର୍ତ୍ତମାନ ସୋରେ ବର୍ତ୍ତମାନ ଲୀଳା କରୁଛନ୍ତି, ବର୍ତ୍ତମାନ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ପର୍ଯ୍ୟନ୍ତ ମଧ୍ୟ। ଯାହା ହଉ ଆମେ ମାନେ ଭାଗ୍ୟବାନ, ଆମେ ତାଙ୍କୁ ଧରିଛୁ, ତାଙ୍କର ନୀତି ନିୟମ ଆଦର୍ଶରେ ଅନୁପ୍ରାଣିତ ହେଇ ଚାଲିଛୁ। ତେଣୁ ଆମ ଜୀବନ ଆଜି ସୁଷ୍ଟି ସୁନ୍ଦର ମଧୁମ ହେବା ପାଇଁ ଯାଉଛି, କାରଣ ତାଙ୍କୁ ଗଭୀର ଭାବରେ ଭଲ ପାଇ ଆମେ ଚାଲିଛୁ। ଇଏ ହେଲା ଶ୍ରୀ ଶ୍ରୀ ଠାକୁରଙ୍କ କଥା, ବଡମାଙ୍କ କଥା, ବଡଦାଙ୍କ କଥା ଗୋଟେ ପଦରେ ମୁଁ ଆପଣଙ୍କୁ କହିଲି। ଏହାପରେ ଆମ ଜୀବନର କଥା ମୁଁ କହିବା ପାଇଁ ଚାହୁଁଛି ଗୋଟେ କଥା। ପ୍ରକାଶ ସହିତ କହୁଥିଲେ, ମୁଁ ତ ଟିଚରସିପ କରୁଥିଲି, ଶିକ୍ଷକତା କରୁଥିଲି। ତା ଭିତରେ ଦେଇ ଦୀକ୍ଷା କାର୍ଯ୍ୟକ୍ରମ କରିବା ପାଇଁ ବହୁତ ସମୟ ମିଳେ। ଆମେ ବହୁ ଦୂର ପର୍ଯ୍ୟନ୍ତ ଯାଉ। ସେତେବେଳର ଯୋଉ ଅବସ୍ଥା, ମୁଁ ଦୀକ୍ଷା ନେଇଥିଲି 1969 ଅକ୍ଟୋବର ମାସ 9 ତାରିଖରେ। ଠାକୁରଙ୍କୁ ମୁଁ ଦେଖିନି। ଠାକୁରଙ୍କର ମହାପ୍ରାଣ ପରେ ଆମର ସେ ଅଞ୍ଚଳରେ ଆମର ଯୋଉ ହରିହାଟ ହୁଏ, ଏକାଥରେ ଭାଗବତ ପଢନ୍ତି, ପୁରା ଭାଗବତ ବହିକି ଛୋଟ ଛୋଟ କରିକି 108 ଲୋକ ବସିକିରି ପଢନ୍ତି, ଏକକାଳୀନ ପଢାଯାଏ। ସେମିତି ଠାକୁରଙ୍କର ସେ ପରଲୌକିକ କାର୍ଯ୍ୟକ୍ରମରେ ଆମର ସେଠି ଗୋଟେ ଏମିତି ହେଇଥିଲା। ମୁଁ ସେ ବହି ପଢୁଥିଲି। ବହି ପଢୁ ପଢୁ ମୁଁ ଜାଣିଲି ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଜଣେ ଅଛନ୍ତି। ତାପରେ ମୋ ରୀତିକ ହଉଛନ୍ତି ବିକାଶ ଦା। ମୁଁ ଆସି ସେ 1969 ଅକ୍ଟୋବର ମାସରେ ମୁଁ ଦୀକ୍ଷା ନେଲି। ଏବଂ ଦୀକ୍ଷା ନେଲା ପରେ ମୁଁ ଶ୍ରୀ ଶ୍ରୀ ଆମର ପୂଜ୍ୟ ନଗେନ ଭାଇ ଏବଂ ପୂଜ୍ୟ ବିନାୟକ ଦା ଯାଉଥିଲେ ମାନେ ଏଠିକି ଦେଓଘର। ମତେ କହିଲେ ଚାଲ ତୁ, ମୁଁ ତାଙ୍କ ସାଙ୍ଗେ ଚାଲିଗଲି। ଆମେ ଯାଇ ଦେଓଘରରେ ପହଞ୍ଚି ଗଲୁ। ସେତେବେଳେ ଟିକେଟ ମାତ୍ର 19 ଟଙ୍କା ଥିଲା। ଏବେ ତ କେତେ ହେଇଛି ଆପଣ ମାନେ ଜାଣିଛନ୍ତି। ପହଞ୍ଚିଲୁ, ଆପଣ ମାନେ ଦେଖୁଛନ୍ତି ଯୋଉଟା ଆମର ଅଛି ଇଏ ତପୋବନ ବିଦ୍ୟାପୀଠ, ସେତେବେଳେ ସେ ତିଆରି ହଉଥାଏ, କାନ୍ଥ ଉପରେ ତାର ଉଠେ, ଛାତ ପଡି ଯାଇଥାଏ, ତାର ସବୁ ଅଧା ଅଧି କାନ୍ଥ ଥାଏ। ସେ ଘରେ ସବୁ ଅଲଗା ଜାଗାରେ ଟେଁ ଟେଁ ସେ ଘରେ ରହୁଥାନ୍ତି, ଆମେ ସବୁ ସେଠି ରହିଲୁ। ରହିଲା ପରେ ତାପରେ ମତେ ମୁଁ ଯାଇ ଠାକୁରଙ୍କର ଦର୍ଶନ କରେ, ବଡଦାଙ୍କର ଦର୍ଶନ କରେ। ବଡଦା ବସିଥାନ୍ତି, ବଡଦାଙ୍କ ପାଖରେ କାଜଲ ଦା ଏବଂ ବଡଦାଙ୍କର ସାନ ଭାଇ ତାଙ୍କ ପାଇଁ ଆସନ ଥାଏ, ସେମାନେ ସେଠି ବସିଥାନ୍ତି। ଏଇଟା 70 ଘଟଣା। ସେତେବେଳେ ଶ୍ରୀ ଶ୍ରୀ ବଡମା ପରେ ଯେମିତି ବସିଥାନ୍ତି, ଆପଣଙ୍କ ଗୋଟେ ପ୍ରତିମା ଜଣେ ବସିଛନ୍ତି, ଜଣେ ସ୍ଥିର ଭାବରେ ଜଣେ ଗୋଟେ ମୂର୍ତ୍ତି ବଡମା ବସିଥାନ୍ତି। ବଡମାଙ୍କର ଦର୍ଶନ ଆମେ ସେଠି ବସୁ। ଶ୍ରୀ ଶ୍ରୀ ବଡଦାଙ୍କର ଆସର ଯୋଉଠି ଲାଗେ, ତା ଚାରି ପାଖରେ ଗୋଟେ କାଠର ବେଢା ଦିଆଯାଇଛି। ସେଇ କାଠର ବେଢା ଭିତରେ ବଡଦା ବସନ୍ତି। ଅନେକ ଲୋକ ଆସନ୍ତି, ପ୍ରଶ୍ନ କରନ୍ତି, ପ୍ରଣାମ କରି ଯାଆନ୍ତି। ଆଉ ଠାକୁରଙ୍କର ଆମର ଯୋଉ ବଡଦାଙ୍କ ସାନ ଭାଇ, ସିଏ ଆସି ପ୍ରଣାମ କରନ୍ତି, କାଜଲଦା ପ୍ରଣାମ କରନ୍ତି, ସମସ୍ତେ ଆସି ପ୍ରଣାମ କରି ବଡଦାଙ୍କୁ ଯାଆନ୍ତି। ବଡଦା ବସନ୍ତି, ଆସର ଲାଗେ, ଅନେକ ପ୍ରଶ୍ନ, ଅନେକ କଥା ଆଲୋଚନା ହୁଏ। ମୁଁ ସେ କାଠ ବେଢା ପାଖରେ ଗୋଟେ ପାଖରେ ବସିଥାଏ, ପୁରା ଏକବାର ପାଖରେ। ବର୍ତ୍ତମାନ ବଡ ହେଇଯାଇଛି, ସେତେବେଳେ ଏତେ ବଡ ନଥିଲା। ଯୋଉଠି ଆପଣଙ୍କ ନାଟ ମଣ୍ଡପ ହେଇଛି ଖୁବ ଛୋଟ ଥିଲା। ପାଖେ ପାଖେ ବଡଦାଙ୍କର ପଛରେ ଆମେ ଜଷ୍ଟ ବସିଥିଲୁ। ବସୁ, ରାତିରୁ ଉଠି ଗାଧେଇ ଆସିକିରି ପୁରା ଇଷ୍ଟବୁତି ସାରି ପୁରା ପହଞ୍ଚିକିରି ସେଠି କରିବା। ମୁଁ ସବୁଦିନେ ବସେ, ଠାକୁର ପ୍ରଣାମ କରି ବସେ। ନୂଆକିରି ଯାଇଛି,
ପ୍ରଥମ ଦିନ ଗଲା, ଦ୍ୱିତୀୟ ଦିନରେ ମୁଁ ସେଠି ଆସିକି ବସିଛି ନାମ ମୁଁ କରୁଛି। ବରଦା ତ ବସିଛନ୍ତି ସେଠି, ବରଦାଙ୍କ ପଛରେ ମୁଁ ବସିଛି। ତାପରେ ଆଲୋଚନା, ଏଇ ଯୋଉ ସବୁ ପ୍ରଶ୍ନର ସବୁ ଉତ୍ତର ସବୁ ବରଦା ଦଉଛନ୍ତି। କିଛି ସମୟ ଗଲା ପରେ ଭୋକ ଲାଗିଲା, ପେଟଟା ଯେମିତି ଭୋକ ଲାଗିଲା ଆଉଣ୍ଡେଇ ଦିଏ, ଆପଣ ବୁଝୁଛନ୍ତି, ଲାଗିଲା। ମୁଁ କହିଲି ଖାଇ ପିଇଲାନି, ଆଉ ତାହେଲେ ଉଠିକିରି ଗଲେ ଭଲ ହବ, ଆଉ ଯିବା ତ ହବନି, ବରଦା ବସିଛନ୍ତି, ଆଉ ଉଠିକି ଯିବା ତ ଉଚିତ ହବନି। ସେଠି ଦୋକାନରେ ସେଇ ଆପଣ ଯୋଉ ଖାଉଛନ୍ତି ମୁଢି ସିଙ୍ଗିଡା ବରା, ସେଠି ତ ମିଳୁଥିଲା, ଆଳୁଚପ ମିଳୁଥିଲା, ସେତେବେଳେ ସେ ମିଳୁଥିଲା। ଯିବା ପାଇଁ ମୁଁ କହିଲି ବରଦା ଉଠିଗଲେ ଯିବା ଆଉ। ହଠାତ୍ ପରେ ଦେଖାଗଲା 2 ଜଣ ଭାଇ, ବଡ ବଡ ବେତାରେ ବେତାଏ ନେଖା ବୁଢୀ ଆଣିଥାନ୍ତି, ତା ଭିତରେ ସବୁ ବରଫି ପଡିଥାଏ। ବରଦାଙ୍କ ହାତକୁ ଦେଲେ। ବରଦାଙ୍କ ହାତକୁ ଯେତେବେଳେ ବରଦା ତାକୁ ସେମିତି ଟେକିଦେଲେ, ଟେକିକିରି ମୁଣ୍ଡରେ ମାରିଲେ, କିଛି ସମୟ ମୁଣ୍ଡରେ ମାରିଲେ। କିଛି ସମୟ ମୁଣ୍ଡରେ ମାରି ସାରିଲା ପରେ ତାଙ୍କୁ ଦେଇଦେଲେ, ବାଣ୍ଟିବା ପାଇଁ ଦେଇଗଲେ। ମୁଁ ଯେତେବେଳେ ଦେଖିଲି ବଣ୍ଟା ହେଲାଣି ଭୋଗ, ବୋଲି ଯାହା ବରଦା ଅନ୍ତର୍ଯ୍ୟାମୀ ମୋ ମନ କଥା ଜାଣିପାରିଲେ। ଯାହା ମତେ ଭୋକ ହଉଥିଲା, ଠାକୁର ଜାଣିପାରିଛନ୍ତି ମୋ ମନ କଥା। ତେଣୁ ଯାହା ହଉ, ମୋର କିଛି ପେଟରେ କିଛି ପଡିଯିବ ଏଇକ୍ଷଣି, ଠାକୁରଙ୍କର ଏଇ ପ୍ରସାଦ ଯାହା ଆସିବ ପଡିଯିବ, ଏ କଥା ମୁଁ ଭାବିଥିଲି। 2 ଜଣ ବାଣ୍ଟିକିରି ଚାଲିଲେ। ଏଇ ବଣ୍ଟା ଭିତରେ ମୁଁ ତ ବରଦାଙ୍କ ଠିକ ପଛରେ ବସିଛି। ଏପରି ଏକ ଯୋଗ ହେଲା, ସେ ଯିଏ ବାଣ୍ଟୁଥିଲେ ମତେ ମାଇନସ କରି ଚାଲିଗଲେ। ସିଏ ଏପଟରୁ ମତେ ଛାଡିକି ଚାଲିଗଲେ, ଆଉ ସିଏ ଯେ ସେପଟରୁ ଆସୁଥିଲେ ବାଣ୍ଟିକି ଚାଲିଲେ, ମତେ ମାଇନସ କରି ଚାଲିଗଲେ। ବୁଲାରେ ମୋର ଗର୍ବ ଆସିଗଲା। ମୁଁ ଭାବିଲି ଯୋଉ ଭୋଗଟା ମୋ ପାଇଁ ଆସିଗଲା, ତେଣୁ ମତେ ପ୍ରାପ୍ତି ହେଲା ନାହିଁ। ମନଟା ଟିକେ ଖରାପ ହେଲା। ଆଉ ହାତ ବଢେଇଲେ ବି, ହାତ ବଢେଇବାନି, ସେ ଯିଏ ବାଣ୍ଟୁଛନ୍ତି ବହୁତ ଦୂରକୁ ଚାଲିଗଲେଣି। ଦିଅନ୍ତି ବଡ ପାଟିରେ ତ କଥାବାର୍ତ୍ତା, ଶବ୍ଦ ତ ସେଠି କିଛି ନାହିଁ, ଶବ୍ଦ କିଛି ବାହାରିବାର ନାହିଁ। ହାତ ବଢେଇବେ ଯଦି ମିଳିବ, ନ ମିଳିଲେ ନାହିଁ, ଏମିତି କଥା। ମୁଁ ହାତ ବି ବଢେଇନି, ମୁଁ କହିଲି ଏଇଟା ମୋର ଯୋଗ ନାହିଁ, ମୁଁ ଏ କଥା ଭାବରେ ରହିବି। ତଳକୁ ମୁହଁ କରି ବସିଛି। ମୋ ପାଖରେ ଯିଏ ବସିଛନ୍ତି ଜଣେ ଲୋକ, ସିଏ ବି ଆଞ୍ଜୁଳାରେ ଭୋଗ ଖାଉଛନ୍ତି, ତାଙ୍କ କହୁଣୀରେ ମତେ ଠେଲି ଦେଲେ। ମୁଁ ଉଠେଇଲା ବେଳକୁ ଦେଖିଲା ବେଳକୁ ନିଜେ ସ୍ୱୟଂ ମାଲିକ ଶ୍ରୀ ବରଦା ଯୋଉ ଭୋଗ ଖାଉଥାନ୍ତି, ଏ ଯୋଉ ମୁଢି ଖାଉଥାନ୍ତି, ଏମିତି ମାନେ ପଶୁକୁ ନଇଁ ପଡିଥାନ୍ତି ହାତ ପାଖରେ। କହିଲେ ଗୋଟେ ହାତ ଦେଖୁଥାନ୍ତି, ମୁଁ ହାତ ଦେଖେଇଦେଲି, ସେ ମୁଢି ମନ କଣ, ସେ ବରଦାଙ୍କ ହାତରୁ ସେ ବରଫିଆ ମୁଢି ଖାଇବାର ସୌଭାଗ୍ୟ ମୋର ଜୁଟିଥିଲା, ଏ କଥାଟା। ତେଣୁ ମୁଁ ଭାବିଲି, ମୁଁ ଯଦି ସେ ଭାଇମାନଙ୍କ ହାତରୁ ଭୋଗ ଖାଇଥାନ୍ତି, ତାହେଲେ ବରଦାଙ୍କ ପାଖରୁ ମୁଁ ଏଇଟା ପାଇଥାନ୍ତି। ତେଣୁ ମୋର ଏଇଟା ଚରମ ସୌଭାଗ୍ୟ। ତେଣୁ ବରଦାଙ୍କୁ ବହୁ ଭାବରେ 94 ପର୍ଯ୍ୟନ୍ତ, 69, 94, 25 ବର୍ଷ ପର୍ଯ୍ୟନ୍ତ ଅନେକ ବାର ମାନେ ଯାଇଛୁ, ତାଙ୍କ ପାଖରେ ବସିଛୁ। ତାଙ୍କୁ ଦେଖିଲେ ସତ ଯେମିତି ମନେ ହୁଏ ମୋର ସେ ବାପା, କି ମୋର ସେ ଅତି ଅନ୍ତରର ଲୋକ। ତାଙ୍କ ଠାରୁ ମୋର କି ଅନ୍ତରର ଲୋକ ଆଉ ନାହାନ୍ତି, ସେ ସମସ୍ତଙ୍କ ମନକୁ ପଢି ନେଇ ପାରନ୍ତି। ବରଦା ହଉଛନ୍ତି ଏଇଭଳି ଭାବରେ ଜଣେ ବ୍ୟକ୍ତି। ଓ ତାଙ୍କ ବାବଦରେ ମୁଁ ବିଶେଷ କଣ କହିବି, ସେ କଥା କହିବା ପାଇଁ ଚାହୁଁନି। ତେଣୁ ଇଏ ଗୋଟେ ଅନୁଭୂତି ମୋର କଥା ମୁଁ କହିଲି। ଆଉ ଅନୁଭୂତି ହଉଛି, ଠାକୁର କହୁଛନ୍ତି ଆପଣଙ୍କ ଯାହା ଭାବୁଛନ୍ତି, ଚିନ୍ତା କରୁଛନ୍ତି, ଆପଣଙ୍କର ଇଷ୍ଟପ୍ରଣତା ଆପଣଙ୍କ ଭିତରେ ଆସି ଆପଣଙ୍କର ସମସ୍ୟାର କେମିତି ସମାଧାନ କରିଦେଇ ପାରୁଛି। ସହଜେ ତ ଦୀକ୍ଷା ପ୍ରୋଗ୍ରାମ ଚାଲିଥାଏ, ଦୀକ୍ଷା ମୁଁ ଦେଇ ଚାଲିଥାଏ। ମୁଁ ସ୍କୁଲରେ ସେତ ଟିଚରସିପ କରୁଥାଏ। ଏ ସମୟରେ ଗୋଟେ ବିଇଡି ପରୀକ୍ଷା ଗୋଟେ ଆମର ଥାଏ ଏମିତି ଦବା ପାଇଁ। ବିଇଡି ପରୀକ୍ଷା ମୁଁ ସାଲେପୁର କଲେଜରେ ଦଉଥାଏ। ସାଲେପୁର କଲେଜ ସେ ମେ ମାସରେ ପଡେ, ସେ ପରୀକ୍ଷା ହୁଏ। ମେ ମାସରେ ଆପଣ ଯେମିତି ବର୍ତ୍ତମାନ କହୁଛନ୍ତି ଯୋଉ ଅଂଶୁଘାତ ହବ, ସେତେବେଳେ 8ରୁ ବେଶୀ ଖରାପ ହଉଥିଲା, ଖରା ହଉଥିଲା। କିନ୍ତୁ ଏବେ ସବୁ ଯନ୍ତ୍ରପାତି ବାହାରି ଯିବାରୁ ଏଇଟା ଅଂଶୁଘାତ କଥା ଆପଣ ମାନେ ଜାଣିପାରୁଛନ୍ତି, ଆଉ ଖରାରୁ ଆପଣ ମାନେ ଦୂରେଇ ରହିବା ପାଇଁ ଚେଷ୍ଟା କରୁଛନ୍ତି। ଏଇ ସବୁ କଥା ସବୁ ଅଛି, ଆପଣ ମାନେ ଅନୁଭବ କରୁଛନ୍ତି। ମୁଁ ଏବଂ ମୋର ଜଣେ ସାଙ୍ଗ, ଆମେ ସାଇକେଲରେ ଯାଉଥାଉ। ସେଠୁ 7-8 କିଲୋମିଟର ହବ, ଯୋଉ ଜାଗାରେ ମୁଁ ଥାଏ, ନେମାଳ ପାଖରେ ଥାଏ, ଟିଚରସିପ ସେଠି କରୁଥାଏ। 7-8 କିଲୋମିଟର ହବ ସାଲେପୁର କଲେଜକୁ ମୁଁ ପରୀକ୍ଷା ଦେବା ପାଇଁ ଯାଏ। ଯେତେବେଳେ ଯାଏ, 1ଟା ବେଳେ ବାହାରେ ପରୀକ୍ଷା, ତାପରେ 2:30 ବେଳେ ହବ। ଧୁମ ଧୁମ ଖରା, ଏତେ ଖରା, ଆପଣଙ୍କ ନିଆଁ ଭିତରେ ଆପଣ ଯଦି ପ୍ରବେଶ କରି ଯାଉଛନ୍ତି। ମୋ ସାଙ୍ଗରେ ଜଣେ ଭାଇ ଯାଉଥାନ୍ତି, ସେ କହିଲେ ସାର୍ ଆଉ ଯାଇ ହବନି, ଯୋଉ ନିଆଁ ବହୁଛି କଥାଟା। ମୁଁ କହିଲି ମତେ ତ ନିଆଁ ଲାଗୁନି, ଆପଣଙ୍କୁ ଲାଗୁଛି ନା? ଆପଣଙ୍କୁ କେମିତି ଲାଗୁନି? ମୋ ଦେହ ଯାହା ଆପଣଙ୍କ ଦେହ ସେମିତିଆ। ଲାଗୁନି, ମୋର ମନ ଅଛି ଯାଇକି ମୋ ପରୀକ୍ଷା ପାଖରେ, ଆଉ ମୁଁ ଚାଲିଛି, ସାଇକେଲ ଚଲଉଛି, କିନ୍ତୁ ମୋ ଭିତରେ ଆଉ ଗୋଟେ କ୍ରିୟା କାମ କରୁଛି। ନା କଣ ସେଇଟା? ମୁଁ କହିଲି ଠାକୁରଙ୍କ ନାମ କରି କରି ମୁଁ ଚାଲିଛି। ପ୍ରତି ପେଡାଲ ଯେତେବେଳେ ଭିଡୁଛି, ପ୍ରତି ମୁହୂର୍ତ୍ତରେ ମୁଁ ସେ ନାମଟା କରି କରି ଚାଲୁଛି। ମୁଁ ଖରା ଅନୁଭବ କରିପାରୁନାହିଁ। ନା ମତେ ତୁମ ନିଆଁ ଜଳିଗଲାଣି, ଦେହ ଏମିତି ନିଆଁ ହେଇକି ଜଳିଗଲାଣି। ବୋଲି ଦେଖନ୍ତୁ, ଏମିତି ଗୋଟେ କିଛି ଘଟିପାରେ।
ଆମେ न ଠିକ ଜାଗାରେ ନ ପହଞ୍ଚିବା ପର୍ଯ୍ୟନ୍ତ ଆମକୁ ଖରା ମାରି ପାରିବନି। ଏମିତି ଗୋଟେ କିଛି ଅଦ୍ଭୁତ ଘଟଣା ଘଟିପାରେ। ଏଇଟା ବିଶ୍ୱାସନୀୟ ଘଟଣା, ବିଶ୍ୱାସ କରିବା ଦରକାର। କିଛି ବାଟ ଗଲା ପରେ ଦେଖାହେଲା ଆକାଶରେ ଗୋଟେ ବାଦଲ, ପୁରା ମାନେ ପରିଷ୍କାର ଆକାଶ, ପୁରା ବାଦଲ ଦେଖାଗଲା। ବାଦଲ ସତେ ଯେମିତି ଆମକୁ ଛାଇ ଛାଇ ଦେଇ ଚାଲିଛି, ଆମରି ପାଇଁ ସେ ବାଦଲ ସୃଷ୍ଟି ହେଇଛି। ଆମେ ଯେତେବେଳେ ଯାଇକି ପହଞ୍ଚିଲୁ, ସେ କହିଲା ଆଚ୍ଛା ଆଜ୍ଞା ପ୍ରବଳ ଗରମ। ଆମେ ତ ଯୋଉ ଗରମ ପଡିଲୁ, ଗରମ କିଛି ନଥିଲା। ମୁଁ କହିଲି ଆପଣ ଦେଖିନାହାନ୍ତି, ଆପଣଙ୍କ ମୁଣ୍ଡ ଉପରେ ଗୋଟେ ବାଦଲ ଥିଲା। ସେଇ ବାଦଲ ଆପଣଙ୍କୁ ମତେ ନେଇକି ଆସିଲା। ଆମେ ଯେତେବେଳେ ଏଠି ଆସି ପହଞ୍ଚିଗଲୁ, ଏସି ରୁମରୁ ବାହାରିଲା ଭଳିଆ ଆମକୁ ଲାଗିଲା। ତେଣୁ ସେ ଉଦ୍ଭୁତ ହେଇ କହିଲା ଠାକୁରଙ୍କ କଥା। ତାଙ୍କର ଦୀକ୍ଷା ବି ହେଲା ପରବର୍ତ୍ତୀ ଅବସ୍ଥାରେ, ଦୀକ୍ଷା ତାଙ୍କର ହେଇଗଲା। ଯାହା ହଉ, ଏ ପରୀକ୍ଷା ଦବାର ଯୋଉ ଏକଥା, ପରୀକ୍ଷା ସବୁ ଚାଲିଲା। ଏଣେ ସ୍କୁଲରେ ପାଠ ପଢା, ପିଲାଙ୍କୁ ପଢେଇବା, ତାପରେ ଦ୍ଵିତୀୟ କଥା ହଉଛି ସତ୍ସଙ୍ଗର ଦୀକ୍ଷା ଦବା ପାଇଁ ବହୁତ ଦୂରକୁ ଯିବା, ଆଉ ଜିଲ୍ଲାରେ ସଂଗଠନ କରିବା। ଏଇ ଭିତରେ ସମୟ ସବୁ ପାସ୍ କରିଯାଏ। ଆଉ ଠାକୁରଙ୍କ ଆଶ୍ରମକୁ ପ୍ରତିବର୍ଷ ଯିବା ପାଇଁ ଯୋଉ ପଡେ, ଯିବା ପାଇଁ ହୁଏ। ପ୍ରତି ଆମର ଯୋଉ ଅଛି 4ଟା, ଆମର ଯୋଉ ଅଛି 4 ଥର ଯିବା ପାଇଁ ମୁଁ ଯାଉ। ସେ 4 ଥର ଅତି କମରେ ମୁଁ ଯାଏ, ତାଠୁ ଅଧିକ ଯାଇଛି ଏ କଥା ଯାଏ। ସେଇ ଅବସ୍ଥାରେ ଦିନେ ଯୋଉ ପରୀକ୍ଷା ଦେଇକିରି ମୁଁ ଆସିଛି, ସେଦିନ ପରୀକ୍ଷା ଏକବାର ଖରାପ ହେଇଗଲା ମୋର। ଗୋଟେ ଯୋଉ ପେପର ଥିଲା ଏକବାର ଖରାପ, ମୁଁ କିଛି ଆନ୍ସର କରିପାରିଲି ନାହିଁ। ଖୁବ କମ ଆନ୍ସର ଦେଲି। ପାସ୍ ଯେତିକି ହବ ନବ, ତାଠାରୁ କମ ଆନ୍ସର ମୁଁ ଦେଇଥିଲି। କହିଲି ଯାହା ହଉ ଦେଖିବା ପରେ ଦବା। ତ ଠାକୁରଙ୍କର ମୁଁ ତ ଯୋଉ ସତ୍ସଙ୍ଗ ଗଲି, ବୁଲିଲି, ଏ କଲି, ମୁଁ ତ ପଢି ପାରିଲିନି। ଠାକୁର ତ କହିଥିଲେ ତାକୁ ଅବହେଳା କରିବା ଉଚିତ ନୁହେଁ, କିନ୍ତୁ ମୁଁ ତାକୁ ତ ଅବହେଳା କରିଦେଇଛି। ତେଣୁ ମତେ ପନିଶମେଣ୍ଟ ମିଳିପାରେ। ତେଣୁ ଆଉଥରେ ପରୀକ୍ଷା ଦେବି କଥା ଭାବୁଛି। କିନ୍ତୁ ସେଦିନ ଠିକ ସନ୍ଧ୍ୟା ବେଳକୁ ରେଡିଓରୁ ଆସିଲା, ସେତେବେଳେ ଟିଭି ବିଶେଷ ନଥିଲା, ରେଡିଓରୁ ଆସିଲା ଏଇ ଯୋଉ ପରୀକ୍ଷାଟା ମୁଁ ଦେଇଥିଲି ସେଟା ହେଇଛି କୋଶ୍ଚିନ୍ ଲିକ୍ ହେଇଛି, ବାତିଲ ହେଇଛି। ମୁଁ କହିଲି ଆରେ ଠାକୁର ତ ଦୟା କଲେ, ପୁଣି ଆଉଥରେ ପଢିକି ପରୀକ୍ଷା ଦେବା ପାଇଁ ପଡିବ ତାକୁ। ସେ ଯାହା ହଉ, ଏ ଭିତରେ ଦେଇ ମୁଁ ଦେଓଘର ଗଲି। ଦେଓଘର ସେ ଖବର କାଗଜରେ ବାହାରେ କୋଉଦିନ ସେ ପରୀକ୍ଷା ହବ, ସେ କୋଉଦିନ ସେ ପରୀକ୍ଷାଟି ହବ। ସେ ମୁଁ ଦେଓଘର ଯାଇଛି, ଏଇ ଭିତରେ ଦେଇକି ସେ ଖବର କାଗଜ ବାହାରି ଯାଇଛି ନିର୍ଦ୍ଦିଷ୍ଟ ଦିନରେ ପରୀକ୍ଷା ହବ। ଯୋଗ ଫଲ ମୁଁ ଆସୁଛି, ବସରେ ବସିଛି, ଏ ସାଲେପୁର ବାଟ ଦେଇକିରି ମୁଁ ଆସିବି, ବସିଛି। କିଛି ପିଲା, ଗୋଟେ ବହୁଗ୍ରାମ ବୋଲି ଜାଗା ଅଛି, ଉଠିଲେ, ବସରେ ଉଠିଲେ। ତାଙ୍କ ଭିତରେ କଥୋପକଥନ ହୁଏ, ଏ ସବଜେକ୍ଟ ବହୁତ କଷ୍ଟ, ଗତ ଥର ଫେଲ ହେଇଥିଲି, ଆଉ ଏଥର ତ ଉତ୍ତର ଭଲ ଲେଖି ପାରିନଥିଲି। ସେଟା ଯୋଉ ବାତିଲ ହେଇଥିଲା, ସେ ପରୀକ୍ଷାଟା ହଉଛି, କଣ ହଉଛି କେଜାଣି, ଦେଖାଯାଏ, ଏମିତି କହିଲା। ସେଠୁ ମୁଁ ପରୀକ୍ଷା ଶବ୍ଦଟି ଶୁଣିଲି, ମୁଁ କହିଲି କଣ ଭାଇ ଟିକେ ପରୀକ୍ଷା କଥା କହିଲେ। ନା ଯୋଉ ବିଡି ପରୀକ୍ଷାରେ ଗୋଟେ କୋଶ୍ଚିନ୍ ଲିକ୍ ହେଇଥିଲା, ସେଇ ପରୀକ୍ଷା ହଉଛି ଆଜି। ଦେଖିଲି ସେତେବେଳେ ଆସି ଟାଇମ ହେଇଗଲାଣି, ମୁଁ ବସରେ ବସେ, ଟ୍ରେନରେ ରାତି ଅନିଦ୍ରା, ବସରେ ମୁଁ ବସିଛି କଥା, ମୋ ମୁଣ୍ଡରେ ବିଛା କାମୁଡି ପକେଇଲା। ଆରେ ସେଇ ପରୀକ୍ଷା ମୁଁ ତ ପାଠ ପଢି ଭଲକିରି ଦେବି ବୋଲି ଭାବୁଥିଲି, କିଛି ବି ପଢିପାରୁନି। ବିଶେଷ ଭାବରେ ମୋର କିଛି ମାନେ ମନେ ନାହିଁ, ମୁଁ କେମିତି ପରୀକ୍ଷା ଦେବି, କଣ କରିବି, ମୁଣ୍ଡ ହେଇଗଲା। ତାପରେ ପାଖରେ ବି ଆଡମିଟ କାର୍ଡ ନାହିଁ। ଆଡମିଟ କାର୍ଡ ନଥିଲେ କେମିତି ପରୀକ୍ଷା ମୁଁ ଦେଇପାରିବି? ପୁଣି ଯାଇକିରି ଆଣିଲା ବେଳକୁ ସମୟ ହବନି, ଏସବୁ କଥା। ତେଣୁ ମୁଁ ଯାଇକି ସେ କଲେଜରେ ପହଞ୍ଚିଲି। କଲେଜରେ ଯେ ହେଡ କ୍ଲର୍କ ଯିଏ ଥିଲେ, ତାଙ୍କ ଭଉଣୀର ତାଙ୍କର ଭଉଣୀ ବାହାଘର ହେଇଥାଏ ଆମର ସେ ଘର ପାଖରେ। ସିଏ ମୋର ବହୁତ ଚିହ୍ନା। ମୁଁ କହିଲି ଚତୁର୍ଭୁଜ ବାବୁ, ଏମିତି ମୁଁ ଯାଇଥିଲି ଦେଓଘର, ପରୀକ୍ଷା ଆଜି, ଆଡମିଟ କାର୍ଡ ମୋ ପାଖରେ ନାହିଁ। କିଛି ନାହିଁ, ମୁଁ ପ୍ରିନ୍ସିପାଲଙ୍କୁ କହିଦେବି, ମୁଁ ତ ଆପଣଙ୍କୁ ଚିହ୍ନିଛି, ଆପଣ ଆଇଡେଣ୍ଟିଫାଇ କରିବା କଥା। ଯାହା ହଉ ଆଇଡେଣ୍ଟିଫାଇ ସେ କରିଦେଲେ, ଆଉ ମୁଁ ପରୀକ୍ଷା ଦେବି କହିଦେଲେ। ମୁଁ କହିଲି ପାଠ ପଢା କିଛି କରିବା ଦରକାର, ପାଠ ପାଠ କିଛି ପଢିବା ଦରକାର। ଗୋଟେ ସେଠି ଥିଲା, ଗୋଟେ ସିଟି ସ୍କୁଲ ଥିଲା। ସିଟି ସ୍କୁଲ ବହୁତ ପିଲା ସେଠି ବସି ପାଠଶାଠ ପଢୁଛନ୍ତି, ବହି ପଢି ପ୍ରସ୍ତୁତ ହଉଛନ୍ତି ପରୀକ୍ଷାକୁ ଦେବି। ମୁଁ ଯାଇ ପହଞ୍ଚିଲି। ପହଞ୍ଚିଲା ପରେ ସବୁ ଗୋଟେ ପିଲା, ସେ ମତେ ଗୋଟେ ବହି ଦେଇଦେଲା, ପସିବୁଲ। ଗୋଟେ ପସିବୁଲ ଯୋଉ ବହି ଦେଲା, ସେ ବହିଟା ଯୋଉ ସବଜେକ୍ଟ ଅଛି, ସେ ସବଜେକ୍ଟଟାକୁ ମୁଁ ପଢିଗଲିଣି। 2-3ଟା ସବଜେକ୍ଟ ପୁରା ଯାହା ପଢିଲି, ମୋ ମୁଣ୍ଡରେ ଯେମିତି ଖାଲି କଳରୁ ଛାପା ହେଇକିରି ସେମିତି ଛାପିଗଲା ସବୁ ଯାକ, ଏତେ ମାନେ ଇଏ ଥିଲା, ଛାପି ଯାଇଥିଲା। 3ଟା ବିଷୟ ପଢିଛି, 3ଟା ବିଷୟ ଛାପିଗଲା। ହଠାତ୍ ତାପରେ ଗୋଟେ ପିଲା ବନ୍ଧୁରୁ ଗଡି ଗଡିକିରି ଆସିଲା, ନାଳ ବନ୍ଧୁରୁ, କହିଲା ହା ହା ହସିକିରି ଆସିଲା। ସେଠୁ କହିଲା କଣ ମିଷ୍ଟର, କଣ ପଢୁଛନ୍ତି? ମୁଁ କହିଲି ଏସବୁ ପଢୁଛି। ନା ରେ ପାଗଳ ନା କଣ, ଇଏ ପୁରା ତମର ଆମର ଆଦର କୋର୍ସ ଅଫ ଷ୍ଟଡିରେ ନାହିଁ, ଆପଣ ଆଉ କାହିଁ ପଢୁଛନ୍ତି? ଆପଣ ଜାଣିବେ ମୋ ମନ ପୁରା ବିବ୍ରତ ହେଇଗଲା। ମୁଁ କହିଲି ପୁଣି ଏଥରକ ଆଉ ହେଇପାରିବନି କିଛି। ଏ ଯାହା ହଉ, ଯେତେବେଳେ ପରୀକ୍ଷା ଦେବାକୁ ଅଛି, ପରୀକ୍ଷା ଦେବାକୁ ଗଲି, ହଲରେ ପଶିଲି। ହଲରେ ପଶିଲା ପରେ ପ୍ରଶ୍ନ ମତେ ମିଳିଲା। ମୁଁ ଠାକୁରଙ୍କୁ ଡାକୁଥାଏ, ନାମ କରି ଡାକୁଥାଏ। ସେ ଯେତେବେଳେ ମୁଁ ପ୍ରଶ୍ନଟା ଦେଖିଲି, ମୋ ମନ କୁରୁଳି ଉଠିଲା। ଯୋଉ 2ଟା ବାହାର ଥିଲା, କୋର୍ସ ଅଫ ଷ୍ଟଡିରେ ନଥିଲା, ସେ କହୁଥିଲେ ସେଇ ବର୍ଷ ପାଇଁ, ତା ଦେହରେ 2ଟା ପ୍ରଶ୍ନ, ଯୋଉ 3ଟା ପ୍ରଶ୍ନ ମୁଁ ପଢିଥିଲି, ତା ଦେହରେ 2ଟା ପ୍ରଶ୍ନ ପଢିଛି, 25-25 ନମ୍ବର, 50 ନମ୍ବର ପ୍ରଶ୍ନ ପଢିଛି।
25 ନମ୍ବର ପ୍ରଶ୍ନ ଦିଟା ପଡିଛି ବୁଝିଲ। ତାକୁ ଦେଖିଲି ମୁଁ ପୁରା କୁରୁଳି ଉଠିଲି, ପୁରା ପୁରା ମନ ଏକବାର ଖୁସି ହେଇଗଲା। ଯାହା ଅତି କମାରେ ତ ମୁଁ ଏଭଳି ଭାବରେ ଟିକି ପୁରା ଛାପି ଯାଇଛି ମୁଣ୍ଡରେ, ମୁଁ ଏକବାର ଏକ୍ଜାକ୍ଟ ସବୁ କଥା ଲେଖି ଦେଇପାରିବି। ଏବଂ ଦେଖିକି ମୁଁ ଲେଖିଲି। ଆଉ ଅନ୍ୟ ଯୋଉମାନେ ସବୁ ଥିଲେ ତାଙ୍କ ମୁହଁ ପୁରା ନାଲି ରଙ୍ଗା ହେଇଗଲା, କାରଣ ସେ ଦିଟା ପୁଣି 50 ନମ୍ବର ଆନ୍ସର ଗଲା ପରେ 50ର ଆନ୍ସର କରିବାକୁ ପଡିବ। ତାପରେ ଆଉ ସବୁ ଯୋଉ 50 ନମ୍ବର ଥିଲା ତା ଦେହରେ ତ ଚେଷ୍ଟା କରିକି ମୁଁ ତାକୁ କଲେ ଆନ୍ସର 100 ନମ୍ବର ଦେଇକି ଆସିଲି। କିଛି ଦିନ ଗଲା ରେଜଲ୍ଟ ବାହାରିଲା। ରେଜଲ୍ଟ ବାହାରିଲା ପରେ ଆମେ ଯୋଉ ସାଇଡରେ ସବୁ ସାର୍ ସବୁ ଥିଲୁ ପରୀକ୍ଷା ଦଉଥିଲୁ, ତା ଭିତରେ ଆମେ 30 ଜଣ ଖଣ୍ଡେ ପିଲା ପରୀକ୍ଷା ଦେଇଥିଲୁ ଏକାବେଳେ। 30 ଜଣ ପିଲା ଭିତରେ ଏକୁଟିଆ ମୁଁ ପାସ୍ କରିଥିଲି, ଆଉ ସବୁ କେହି ପାସ୍ କରିପାରିନଥିଲେ। ତେଣୁ ମୋର ଏ କଥା କହିବାର ଉଦ୍ଦେଶ୍ୟ ହଉଛି, ଆପଣ ଯଦି ନାମ ହେଇ ରହିବେ, ଆପଣ ଯଦି ତଦଗତ ପ୍ରାଣ ହେଇକିରି ରହିବେ, ଆମେ ଇଷ୍ଟ ପ୍ରାଣ କହୁଛୁ। ମୋ ପ୍ରାଣ କଣ ଇଷ୍ଟଙ୍କର ହେଲାଣି? ମୁଁ କଣ ଇଷ୍ଟଙ୍କର ପ୍ରକୃତରେ ହେଇପାରିଲାଣି? ହେଇପାରେନି। ମୁଁ କେବଳ ଛଳନା କରୁଛି, ଅଭିନୟ କରିଚାଲୁଛି। ଏ ଅଭିନୟ କରୁ କରୁ କେତେବେଳେ ହେଇଯିବ। ତେଣୁ ଯେତେବେଳେ ମୁଁ ଦେଓଘର ଗଲି, ପରୀକ୍ଷା କଥା ମୋ ମୁଣ୍ଡରେ ଚିନ୍ତା ନଥିଲା। ମୁଁ ଯେତେବେଳେ ଦୀକ୍ଷା ଦେବାକୁ ଯାଏ ସେତେବେଳେ ନଥିଲା। ଯେତେବେଳେ ଆସି ପହଞ୍ଚିଲି ପରୀକ୍ଷା କଥା ଶୁଣିଲି, ସେତେବେଳେ ବିକଳ ଭାବରେ ମୁଁ ଠାକୁରଙ୍କୁ ଡାକିଲି। ମଣିଷ ଅସୁବିଧାରେ ପଡେ ଠାକୁରଙ୍କୁ ବେଶୀ ଡାକେ, କିନ୍ତୁ ନର୍ମାଲି ଡାକେ ନା। କିନ୍ତୁ ନର୍ମାଲି ଯେତେବେଳେ ଡାକେ ସେତେବେଳେ ନ ଡାକିଲେ ଚଳେ, ଏଇସବୁ କଥା। ତେଣୁ ଯାହା ହଉ ଠାକୁରଙ୍କ ଦୟାରେ ସେ ଯେମିତି ଯୋଉ ପ୍ରଶ୍ନ ମୋ ମୁଣ୍ଡରେ ଏଭଳି ଜୁଟିଲା, ସେ ଯୋଉ ବହି ନ ଚଳେ ସେ ପଢୁଛି ବହି, ଯୋଉ ବହି ଦରକାର ନାହିଁ ସେ ବହିଟା ମତେ ଦେଇଦେଲା। ତେଣୁ ସେ ବହିରେ ମୁଁ ପ୍ରଶ୍ନ ପଢିଲି, ସେ ପ୍ରଶ୍ନ ପଡିଲା ତା ଦେହରେ ମୁଁ ଠାକୁରଙ୍କ ଦୟାରେ ସେଟା ମୁଁ ସକ୍ସେସଫୁଲ ହେଇଗଲି। ମୋର ମୋଟାମୋଟି କହିବା କଥା ହଉଛି ଏ କଥା, ଆମେ ଯଦି ପ୍ରକୃତରେ ତାଙ୍କର ହଉ, ସେ ଆମର ହେବେ। ସେ ଆମକୁ ଯେତେ ଆପଦ ବିପଦ ଅଛି ସବୁ ଆପଦ ବିପଦରୁ ସେ ରକ୍ଷା କରିବେ। ତେଣୁ ଆମେ ତାଙ୍କର ଦୀକ୍ଷା ନେଇଛେ। ଯୋଉ ନାମ ଧ୍ୟାନ କଥା ଠାକୁର କହିଛନ୍ତି ଆମେ ତାକୁ କରିବା, କରି ଚାଲିଲେ ଆପଣ ଦେଖିବେ ମୋର ଜୀବନରେ ଯୋଉ ଅନୁଭୂତି କଥା ମୁଁ କହିଲି, ଯେମିତି ମୁଁ ସମସ୍ୟାର ସମାଧାନ କଲି, କରି ହେଇଗଲା ତାଙ୍କ ଦୟାରେ, ଠାକୁରଙ୍କ ଦୟାରେ, କିନ୍ତୁ ଆପଣ ମାନଙ୍କର ହବ। ଜୟ ଗୁରୁ ଭାଇ, ଜୟ ଗୁରୁ। ଭାଇ ଜୟ ଗୁରୁ। ଜୟ ଗୁରୁ। ଜୟ ଗୁରୁ। ଆପଣ ତ ଅଭିଜ୍ଞ ବ୍ୟକ୍ତି। ଆପଣ ଠାକୁରଙ୍କର କାମ ଚାଲି ଚାଲି ବି କରିଛନ୍ତି, ସାଇକେଲିଂ କରିଛନ୍ତି, ଏବଂ ସଂଗଠନ ମଧ୍ୟ କେତେ ଘାତ ପ୍ରତିଘାତ ଭିତରେ ମଧ୍ୟ ଆପଣ ଠାକୁରଙ୍କ କାମ କରିଛନ୍ତି। ଆମେ ଆପଣଙ୍କୁ ଜାଣିଛୁ। ଆପଣ ତାଙ୍କର ସମସ୍ତ କାମ ଭିତରେ ଆପଣ ଠାକୁରଙ୍କ କାମ ଗୁରୁତ୍ୱ ଦିଅନ୍ତି। ତେଣୁ ଏଇ ଯୋଉ ଆପଣ ଯୋଉ ଅଭିଜ୍ଞ କଥା କହିଲେ, ଆପଣ ଠାକୁରଙ୍କୁ ନେଇ ଯୋଉ ଅଭିଜ୍ଞତା, ଏ ତ ଯେମିତି ଲାଗୁଥିଲା ଅତ୍ୟନ୍ତ ସୁନ୍ଦର ମଧୁର, ଏତେ ଭଲ ଲାଗୁଥିଲା। ଏମିତି ଆପଣ କହି ଚାଲୁଥାନ୍ତେ, ଆମେ ଶୁଣି ଚାଲୁଥାନ୍ତୁ। ତେଣୁ ଏତେ ଆପଣଙ୍କର ଅଭିଜ୍ଞତା ବହୁତ ଅଛି, କହିଲେ ଆପଣ ବହୁତ କହିବେ। ଯାହା ହଉ ଆପଣ ମୁଁ କାହିଁ କହିଲି ସବୁ ସମାନ, କାରଣ ଆମେ ଯେତେବେଳେ ସତ୍ସଙ୍ଗ ଯାଉ ଆପଣ ଅଧ୍ୟକ୍ଷତା କରନ୍ତି, ଆପଣ ସୁଯୋଗ ପାଆନ୍ତିନି। କମ ଯିଏ ଅଧ୍ୟକ୍ଷ କରେ ସେ କମ କହେ। ବହୁତ ଦିନ ପରେ ଠାକୁରଙ୍କର ଏଇ ଅମୃତ କଥା ଆପଣଙ୍କ ମୁହଁରୁ ଶୁଣିଲୁ, ଖୁବ ଭଲ ଲାଗିଲା ଭାଇ, ଅତ୍ୟନ୍ତ ଭଲ। ମୁଁ ପ୍ରାର୍ଥନା କରୁଛି ଠାକୁର ଆପଣଙ୍କୁ ବହୁତ ଆୟୁ ଆହୁରି ଦିଅନ୍ତୁ। ଆପଣ ତାଙ୍କ କଥା ଆମକୁ ଏମିତି କହି ପ୍ରେରଣା ଦିଅନ୍ତୁ। ଆପଣ ବହୁତ କାମ ଆପଣ ଯୋଉ ଭଳି କରିଛନ୍ତି ଆମେ ସେଭଳି କରିନୁ। ଆଜିକାଲି ତ ଆମେ ସବୁ କାମରେ ହିଁ କାର ଇତ୍ୟାଦିରେ ଯାଉଛୁ, କିନ୍ତୁ ଆପଣ ଚାଲି ଚାଲି ବହୁତ କାମ କରିଛନ୍ତି। ତେଣୁ ଆପଣଙ୍କ ଜୀବନଟା ବାସ୍ତବ ଜୀବନ। ପ୍ରଭୁ ଆପଣଙ୍କୁ ଆହୁରି ଦୀର୍ଘାୟୁ କରନ୍ତୁ। ଆପଣ ଏମିତି ଘରେ ରହି ଆମକୁ ପ୍ରେରଣା ଦିଅନ୍ତୁ, ସତ୍ସଙ୍ଗରେ ବସି ଆମକୁ ପ୍ରେରଣା ଦିଅନ୍ତୁ। ପ୍ରଭୁଙ୍କ କାମ ଏମିତି ଅଜସ୍ର ଭାବରେ ଚାଲୁ, ଏହା ହିଁ ମୋ ଠାକୁରଙ୍କ ପାଖରେ ପ୍ରାର୍ଥନା। ଦାଦା ଜୟ ଗୁରୁ, ଜୟ ଗୁରୁ। ଜୟ